Welcome to my YouTube channel AJ Tutorial। এই ভিডিଓରେ ଆଜି ଆମମାନେ ଶୁଣିବା ଗୋଟେ ଗପ ନୀତି ଶିକ୍ଷା ତାଦେହରୁ କିଛି ଅଛି। ମଣିଷ ଓ ପଶୁ। ଭଗବାନ ମଣିଷକୁ ସର୍ବଶେଷରେ ଶ୍ରେଷ୍ଠ ଜୀବ ଭାବରେ ସୃଷ୍ଟି କରି ପଚାରିଲେ, ତୁମେ କ'ଣ ଚାହଁ? ମଣିଷ କହିଲା, ସୁଖ ଶାନ୍ତି ଓ ପ୍ରଶଂସା ଚାହେଁ। ଭଗବାନ ମଣିଷକୁ ଦୁଇଟି ଥଳି ଦେଲେ ଆଉ କହିଲେ, ଗୋଟିକରେ ତୁମ ପଡ଼ୋଶୀମାନଙ୍କର ଦୋଷ ଦୁର୍ବଳତା ସବୁ ରହିଛି, ଏହାକୁ ପଛରେ ପିଠିରେ ଲଦି ଦିଅ। ଏହାକୁ କେବେ ନିଜେ ଦେଖିବନି କି କାହାକୁ ଦେଖାଇବନି। ଆର ଥଳିରେ ତୁମ ନିଜର ଦୋଷ ଦୁର୍ବଳତା ସବୁ ରହିଛି, ଏହାକୁ ଆଗରେ ତୁମ ବେକରେ ଝୁଲାଇ ଦିଅ ଓ ସବୁବେଳେ ଦେଖୁଥାଅ। ମଣିଷ ଥଳି ଦୁଇଟି ଆଣିଲା, କିନ୍ତୁ ଓଲଟା କାମ କଲା। ନିଜର ଦୋଷ ଦୁର୍ବଳତାକୁ ପିଠିରେ ଲଦି ପଡ଼ୋଶୀର ଦୋଷ ଦୁର୍ବଳତାକୁ ଆଗରେ ବେକରେ ଝୁଲାଇ ନିଜେ ଦେଖିଲା ଓ ଅନ୍ୟମାନଙ୍କୁ ଦେଖାଇଲା। ତେଣୁ ଭଗବାନଙ୍କୁ ସେ ଯାହା ମାଗିଥିଲା ତାର ଫଳ ଓଲଟା ହେଲା। ସୁଖ ବଦଳରେ ଦୁଃଖ ଭୋଗ କଲା ଓ ଅବନତି କରିବାକୁ ଲାଗିଲା। ସେ ଭଗବାନଙ୍କ ପାଖକୁ ଯାଇ ଏହାର କାରଣ ପଚାରିଲା। ଭଗବାନ ମଣିଷକୁ କହିଲେ, ଗୋଟିଏ ଗପ କହୁଛି ଶୁଣ। ଦୁଇ ଜଣ ପଣ୍ଡିତ ଖୁବ୍ ଘନିଷ୍ଠ ବନ୍ଧୁ ଥିଲେ। ସେମାନେ ବିଦେଶ ଭ୍ରମଣରେ ବାହାରିଲେ। ବିଦେଶରେ ଜଣେ ସାଧାରଣ ଲୋକର ଘର ଅତିଥି ହେଲେ। ସେମାନଙ୍କ ମଧ୍ୟରୁ ଜଣେ ଗାଧୋଇବାକୁ ଗଲେ। ଏହି ସମୟରେ ଘର ମାଲିକ ଆର ଜଣକ ବିଷୟରେ ତାକୁ ପଚାରିଲେ ଯେ ସେ ପଣ୍ଡିତ ଜଣକ କିପରି ବୋଲି। ସେ କହିଲେ, ସେ ଗୋଟିଏ ପୂରାପୂରି ବଳଦ। ଆର ଜଣକ ଗାଧୋଇ ଆସିଲା ପରେ ଦ୍ୱିତୀୟ ଜଣ ଗାଧୋଇବାକୁ ଗଲେ। ଘର ମାଲିକ ତାଙ୍କୁ ମଧ୍ୟ ପଚାରିଲେ ସେ ପଣ୍ଡିତ ଜଣକ କିପରି ବୋଲି। ଏ ପଣ୍ଡିତ ମଧ୍ୟ ଉତ୍ତର ଦେଲେ, ସେ ତ ପୂରାପୂରି ଗଧଟିଏ। ଦୁଇ ଜଣଙ୍କର ଗାଧୁଆ ସରିଗଲା ପରେ ଘର ମାଲିକ ସେମାନଙ୍କୁ ଭୋଜନ ପାଇଁ ଡାକିଲେ। ଦୁଇ ଜଣ ଯାକ ଆସନରେ ଚକା ପକାଇ ବସିଗଲେ। ଗୃହିଣୀ ଜଣକ ଆଗରେ କ'ଣ କଲେ, ଚୁନି ଚୋକଡ଼ ଓ ଆର ଜଣକ ଆଗରେ ଘାସ ନଡ଼ା ରଖିଦେଇ କହିଲେ, ମହାରାଜ ଭୋଜନ କରନ୍ତୁ। ଦୁଇ ଜଣ ଯାକ ମୁଣ୍ଡ ତଳକୁ କରି ବସି ରହିଲେ। ଏଥର ଭଗବାନ କହିଲେ, ବୁଝିଲ, ନିଜ ଭୁଲ ଲୁଚାଇ ଅନ୍ୟର ଦୋଷ ଦୁର୍ଗୁଣ କହିବା ବୋକାମି। ଏଣୁ ନିଜ ଭୁଲ ସବୁବେଳେ ଦେଖିଲେ ତାକୁ ସୁଧାରିବ ଓ ସୁଖ ପାଇବ ଓ ଉନ୍ନତି କରିବ। ଏଥିରୁ ଆମେ କ'ଣ ଶିଖିଲେ? ନିଜ ଭୁଲ ସୁଧାରି ନେଲେ ସୁଖ ଶାନ୍ତି ମିଳେ।